नमस्कार बंधु मैंने आपण मानक स्वागत आमर ये चैनल ओडिया शास्त्र को। बंधु मैंने यही भिडटी रे आमे आपण को कहवाई जाऊँ जे वृष राशि व्यक्ति विशेष मानक आसंता 18, 19 और 20 जून अर्थात गुरुवार, शुक्रवार एवं शनिवार दिन वृष राशि जीवन में क्यों सब परिवर्तन आसवाक जाऊँगी, भाग्य केते साथ देव, क्यों क्षेत्र में सफलता मिलिबो एवं क्यों क्षेत्र में टिके सतर्क रहिबाकु पड़िबो, ସେହି ସମସ୍ତ ବିଷୟରେ ଆଜି ଆମେ ବିସ୍ତାରରେ ଜାଣିବା। ତେବେ ବନ୍ଧୁମାନେ, ଅନେକ ସମୟରେ ଆମ ଜୀବନରେ କିଛି ଦିନ ଏମିତି ଆସିଥାଏ ଯେଉଁ ଦିନ ଗୁଡ଼ିକ ଆମ ଭାଗ୍ୟର ଦିଗକୁ ବଦଳାଇ ଦେଇଥାଏ। ତେବେ କ'ଣ ଏହି 3 ଦିନ ବୃଷ ରାଶି ପାଇଁ ସେହିପରି କିଛି ନୂଆ ସୁଯୋଗ ନେଇକି ଆସୁଛି? କ'ଣ ଆପଣ ଯେଉଁ କାମ ପାଇଁ ବହୁତ ଦିନ ହେଲାଣି ଅପେକ୍ଷା କରୁଛନ୍ତି ସେହି କାମରେ ସଫଳତା ପାଇବେ, ନା କୌଣସି ଏମିତି ସଂକେତ ମିଳିବ ଯାହା ଆପଣଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜଳମୟ କରିଦେବ? ଏହାର ଉତ୍ତର ଆପଣଙ୍କୁ ଏହି ଭିଡ଼ିଓରେ ମିଳିବ। ଆଜି ଆମେ ଏହା ମଧ୍ୟ ଜାଣିବା ଯେ ଏହି 3 ଦିନ ମଧ୍ୟରୁ କେଉଁ ଦିନଟି ବୃଷ ରାଶି ପାଇଁ ସବୁଠାରୁ ଅଧିକ ଶୁଭ ଓ ଲାଭଦାୟକ ରହିବ, କେଉଁ ଦିନଟି ଧନ, ସମ୍ମାନ ଏବଂ ସଫଳତାର ଦ୍ୱାର ଖୋଲିପାରେ, ସେହିପରି କେଉଁ ଦିନ ଆପଣଙ୍କୁ ଟିକେ ସାବଧାନ ରହିବାକୁ ପଡ଼ିବ, କାରଣ ଛୋଟ ଅସାବଧାନତା ମଧ୍ୟ ବଡ଼ ସମସ୍ୟାର କାରଣ ହୋଇପାରେ। ବନ୍ଧୁମାନେ, ବୃଷ ରାଶିର ବ୍ୟକ୍ତିମାନଙ୍କ ସାଧାରଣତଃ ଖୁବ୍ ସରଳ, ପରିଶ୍ରମୀ ଏବଂ ବିଶ୍ୱାସଯୋଗ୍ୟ ହୋଇଥାନ୍ତି, କିନ୍ତୁ ସେମାନଙ୍କର କିଛି ସ୍ୱଭାବ ଏମିତି ମଧ୍ୟ ରହିଛି ଯାହା ସେମାନଙ୍କୁ ଅନେକ ଥର ଦୁଃଖ ଦେଇଥାଏ। ହୁଏତ ଆପଣ ମଧ୍ୟ ନିଜେ ସେହି ସ୍ୱଭାବ କାରଣରୁ କୌଣସି ସମ୍ପର୍କରେ କଷ୍ଟ ପାଇଥିବେ, କାହାର ବିଶ୍ୱାସଘାତକତା ଆପଣ ସହିଥିବେ କିମ୍ବା ନିଜର ଭଲ ପାଇବା ଠିକ୍ ମୂଲ୍ୟ ପାଇନଥିବେ। ଆଜି ଆମେ ସେହି ସ୍ୱଭାବ ବିଷୟରେ ମଧ୍ୟ ଆଲୋଚନା କରିବା, ଯାହାକୁ ବଦଳାଇ ପାରିଲେ ଆପଣ ନିଜ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିବେ। ଏହା ସହିତ ଭିଡ଼ିଓର ଶେଷରେ ମୁଁ ଆପଣଙ୍କୁ କହିବି ସେହି 3ଟି ବଡ଼ ଖୁସିର ଖବର ବିଷୟରେ, ଯାହା ବୃଷ ରାଶିର ଅନେକ ଲୋକ ବହୁତ ଶୀଘ୍ର ପାଇପାରିବାକୁ ଯାଉଛନ୍ତି। ଏହି ଖବର ଧନ, ପରିବାର, ଚାକିରି କିମ୍ବା ବ୍ୟବସାୟ କିମ୍ବା ଆପଣଙ୍କ ମନର କୌଣସି ବଡ଼ ଇଚ୍ଛା ସହିତ ଜଡ଼ିତ ହୋଇଥାଇପାରେ। ତେଣୁ ବନ୍ଧୁମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଉ ଭିଡ଼ିଓଟିକୁ ଲାଇକ୍ କରିନଥିଲେ ଗୋଟେ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖନ୍ତୁ। ଚ୍ୟାନେଲଟିରେ ନଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ରୂପରେ ପ୍ରେସ୍ କରିଦିଅନ୍ତୁ। ତ ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା ବୃଷ ରାଶିର ଲୋକମାନେ ନିଜର କେଉଁ ସ୍ୱଭାବ ପାଇଁ ଅଧିକ ଦୁଃଖ ପାଉଛନ୍ତି। ବନ୍ଧୁମାନେ, ବୃଷ ରାଶିର ବ୍ୟକ୍ତିବିଶେଷମାନେ ଦେଖିବାକୁ ଯେତେ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସୀ ଲାଗନ୍ତି, ସେମାନଙ୍କ ହୃଦୟ ସେତେ ହିଁ କୋମଳ ଓ ଭାବପ୍ରବଣ ହୋଇଥାଏ। ଏମାନେ ଜୀବନରେ ଅନେକ କଷ୍ଟ ଓ ଦୁଃଖ ସହିଥାନ୍ତି, କିନ୍ତୁ ନିଜର ଦୁଃଖକୁ ସହଜରେ କାହା ଆଗରେ ପ୍ରକାଶ କରନ୍ତି ନାହିଁ। ତ ଆଜି ଜାଣିବେ ଯେ ଏମିତି କିଛି ସ୍ୱଭାବ ବିଷୟରେ ଯାହା ଆପଣମାନଙ୍କୁ ବାରମ୍ବାର ଦୁଃଖ ଦେଇଥାଏ। ତ ପ୍ରଥମରେ, ବୃଷ ରାଶିର ଲୋକମାନଙ୍କର ସବୁଠାରୁ ବଡ଼ ଗୁଣ ହେଉଛି ସେମାନେ ବିଶ୍ୱସ୍ତ, କିନ୍ତୁ ଅନେକ ସମୟରେ ଏହି ଗୁଣ ହିଁ ସେମାନଙ୍କ ଦୁର୍ବଳତା ହୋଇଯାଏ। ଏମାନେ ଯେଉଁ ବ୍ୟକ୍ତିଙ୍କୁ ନିଜର ଭାବନ୍ତି, ସେମାନଙ୍କୁ ହୃଦୟରୁ ବିଶ୍ୱାସ କରନ୍ତି, ସମ୍ପର୍କ ରକ୍ଷା କରିବା ପାଇଁ ନିଜର ସମୟ, ପରିଶ୍ରମ ଓ ଭାବନା ସବୁକିଛି ଦେଇଦିଅନ୍ତି। ଦ୍ୱିତୀୟରେ, ବୃଷ ରାଶିର ବ୍ୟକ୍ତିମାନେ ସାଧାରଣତଃ ନିଜର ସମସ୍ୟା କିମ୍ବା କଷ୍ଟକୁ କାହା ସହିତ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନଙ୍କର ଧାରଣା ଥାଏ ଯେ ନିଜର ଯୁଦ୍ଧ ନିଜେ ଲଢ଼ିବା ଉଚିତ। ତୃତୀୟରେ, ବୃଷ ରାଶିର ଲୋକମାନେ ନିଜର ନିଷ୍ପତ୍ତି ଓ ଚିନ୍ତାଧାରା ଉପରେ ବହୁତ ଦୃଢ଼ ରୁହନ୍ତି। ଏହା ଅନେକ ସମୟରେ ସେମାନଙ୍କୁ ସଫଳତା ଦେଖାଇଥାଏ, କିନ୍ତୁ କେତେକ ପରିସ୍ଥିତିରେ ଏହି ଜିଦି ସ୍ୱଭାବ ସମସ୍ୟାର କାରଣ ହୋଇଯାଇଥାଏ। ଚତୁର୍ଥରେ, ବୃଷ ରାଶିର ଅନେକ ଲୋକ ସବୁବେଳେ ଚାହାନ୍ତି ଯେ ତାଙ୍କ କାରଣରୁ କେହି ଦୁଃଖ ନ ପାଆନ୍ତୁ। ସେମାନେ ଅନ୍ୟମାନଙ୍କ ଖୁସି ପାଇଁ ନିଜର ଖୁସିକୁ ମଧ୍ୟ ବଳିଦାନ କରିଦିଅନ୍ତି। ପଞ୍ଚମରେ, ବୃଷ ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଥାନ୍ତି। କାହାରି କଥା କିମ୍ବା ବ୍ୟବହାର ସେମାନଙ୍କୁ କଷ୍ଟ ଦେଲେ ସେମାନେ ସେହି କଥାକୁ ସହଜରେ ଭୁଲି ପାରନ୍ତି ନାହିଁ। ତେବେ ବନ୍ଧୁମାନେ, ବୃଷ ରାଶିର ବ୍ୟକ୍ତିବିଶେଷମାନେ ଖରାପ ଲୋକ ନୁହନ୍ତି, ବରଂ ଅତ୍ୟଧିକ ଭଲ ହେବା କାରଣରୁ ହିଁ ଅନେକ ସମୟରେ ଦୁଃଖ ପାଇଥାନ୍ତି। ଏମାନଙ୍କର ଅତ୍ୟଧିକ ବିଶ୍ୱାସ, ଭାବପ୍ରବଣତା, ନିଜ ଦୁଃଖକୁ ଲୁଚାଇ ରଖିବା ଓ ଜିଦି ସ୍ୱଭାବ ହିଁ ଏମାନଙ୍କ ଜୀବନରେ କଷ୍ଟର କାରଣ ହୋଇଥାଏ। କିନ୍ତୁ ଯଦି ଏମାନଙ୍କର ନିଜ ଭାବନାକୁ ସନ୍ତୁଳିତ ରଖନ୍ତି ଏମାନେ ଓ ସମସ୍ତଙ୍କୁ ଅନ୍ଧବିଶ୍ୱାସ କରିବା ପରିବର୍ତ୍ତେ ଭାବିଚିନ୍ତିକି ସମ୍ପର୍କ ଗଠନ କରନ୍ତି, ତେବେ ଜୀବନରେ ଅଧିକ ସୁଖମୟ ହୋଇଯିବ। ତ ବନ୍ଧୁମାନେ, ଏବେ ଚାଲନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ 18 ଜୁନ 2026 ଗୁରୁବାର ଦିନଟି କିପରି ରହିବ। ତ ଏହି ଦିନଟି ଧୀରେ ଧୀରେ ଭାଗ୍ୟର ସହଯୋଗ ଆଣିଦେବ।
ଦିନର ଆରମ୍ଭରେ ଆପଣଙ୍କ ମନରେ କିଛି ଚିନ୍ତା କିମ୍ବା ଅସ୍ଥିରତା ଦେଖାଦେଇପାରେ। କୌଣସି ଅଧୁରା କାମ, ଧନ ସମ୍ବନ୍ଧୀୟ ବିଷୟ କିମ୍ବା ପରିବାରର କୌଣସି ସମସ୍ୟାକୁ ନେଇ ଆପଣ ଟିକେ ଚିନ୍ତିତ ରହିପାରନ୍ତି, କିନ୍ତୁ ଏହି ଚିନ୍ତା ଅଧିକ ସମୟ ପର୍ଯ୍ୟନ୍ତ ରହିବ ନାହିଁ। ଦିନ ବଢ଼ିବା ସହିତ ପରିସ୍ଥିତି ଧୀରେ ଧୀରେ ଆପଣଙ୍କ ସପକ୍ଷରେ ଯିବା ଆରମ୍ଭ କରିବ। ଯେଉଁ କାମକୁ ନେଇ ଆପଣ ବହୁତ ଦିନ ଧରି ଅପେକ୍ଷା କରିଥିଲେ, ସେହି କାମରେ ସକାରାତ୍ମକ ସଂକେତ ମିଳିପାରେ। ଆପଣଙ୍କ ମନରେ ଏକ ନୂଆ ଆଶା ଓ ଉତ୍ସାହ ଜନ୍ମ ନେବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ବିଶେଷ କରି ଭଲ ରହିବ। ଆପଣଙ୍କର ପରିଶ୍ରମ ଓ କାର୍ଯ୍ୟଦକ୍ଷତା ଉଚ୍ଚ ଅଧିକାରୀଙ୍କ ନଜରକୁ ଆସିପାରେ। କୌଣସି ପ୍ରଶଂସା, ନୂଆ ଦାୟିତ୍ୱ କିମ୍ବା ଭବିଷ୍ୟତରେ ପଦୋନ୍ନତିର ସଂକେତ ମଧ୍ୟ ମିଳିପାରେ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଦିନଟି ଶୁଭ ରହିବ। ନୂଆ ଗ୍ରାହକଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇପାରେ କିମ୍ବା କୌଣସି ଲାଭଦାୟକ ଚୁକ୍ତି ହେବାର ସମ୍ଭାବନା ରହିଛି। ଅଟକି ରହିଥିବା କାରବାର ମଧ୍ୟ ଆଗକୁ ବଢ଼ିବ। ପାରିବାରିକ ଜୀବନରେ ମଧ୍ୟ ଖୁସିର ପରିବେଶ ରହିବ। ଘରେ କୌଣସି ଶୁଭ ଆଲୋଚନା, ମଙ୍ଗଳ କାର୍ଯ୍ୟର ଯୋଜନା କିମ୍ବା ପରିବାରର କାହାଠାରୁ ଏକ ଭଲ ଖବର ମିଳିପାରେ। ପରିବାରର ସଦସ୍ୟମାନଙ୍କ ସହ ସମୟ ବିତାଇବା ଆପଣଙ୍କ ମନକୁ ଶାନ୍ତି ଦେବ। ତେବେ ଏହି ଦିନରେ ଗୋଟିଏ କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଆୟ ଅନୁଯାୟୀ ଖର୍ଚ୍ଚ କରନ୍ତୁ ଏବଂ ଅନାବଶ୍ୟକ ଜିନିଷ ଉପରେ ଧନ ବ୍ୟୟ କରିବା ଠାରୁ ବଞ୍ଚନ୍ତୁ, ନଚେତ୍ ପରେ ଏହାକୁ ନେଇ ଅନୁତାପ କରିବାକୁ ପଡ଼ିପାରେ। ତେବେ ବନ୍ଧୁମାନେ, ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ 2024 ଜୁନ 19 ତାରିଖ ଶୁକ୍ରବାର ଦିନଟି ବହୁତ ଶୁଭ, ସକାରାତ୍ମକ ଏବଂ ଲାଭଦାୟକ ରହିବ। ଏହି 3 ଦିନ ମଧ୍ୟରୁ ଏହି ଦିନଟି ସବୁଠାରୁ ଅଧିକ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ଯେଉଁ କାମଗୁଡ଼ିକ ଗତ କିଛି ଦିନ ଧରି ଅଟକି ରହିଥିଲା, ସେଥିରେ ଗତି ଆସିବାର ସଂକେତ ମିଳୁଛି। ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବା କାରଣରୁ ଆର୍ଥିକ କ୍ଷେତ୍ରରେ ଭଲ ଫଳ ମିଳିପାରେ। ଯଦି କୌଣସି ଟଙ୍କା ବହୁତ ଦିନ ଧରି ଅଟକି ରହିଛି କିମ୍ବା କାହା ପାଖରେ ଦେଇଥିବା ଧନ ଫେରି ମିଳିପାରୁନଥିଲା ଆପଣଙ୍କୁ, ତେବେ ସେଥିରୁ ଶୁଭ ସୂଚନା ମଧ୍ୟ ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ନୂତନ ଆୟର ସୁଯୋଗ ସୃଷ୍ଟି ହୋଇପାରେ ଏବଂ ଚାକିରି କରୁଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀମାନଙ୍କର ପ୍ରଶଂସା ପାଇପାରନ୍ତି। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହି ଦିନଟି ଖୁସି ନେଇକରି ଆସିବ। ଭୁଲ ବୁଝାବୁଝି ଦୂର ହେବ, ସମ୍ପର୍କରେ ମଧୁରତା ବଢ଼ିବ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସ ଅଧିକ ଦୃଢ଼ ହେବ। ଯେଉଁମାନେ ବିବାହ ପାଇଁ ଅପେକ୍ଷା କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ କୌଣସି ସକାରାତ୍ମକ ଆଲୋଚନା ଆରମ୍ଭ ହେବ। ପାରିବାରିକ ଜୀବନରେ ଶାନ୍ତି ଓ ଆନନ୍ଦର ପରିବେଶ ରହିବ। ପରିବାରର ସଦସ୍ୟମାନଙ୍କ ଠାରୁ ସହଯୋଗ ଓ ସମର୍ଥନ ମିଳିବ। ଘରେ କୌଣସି ଶୁଭ କାର୍ଯ୍ୟର ଯୋଜନା ମଧ୍ୟ ହୋଇପାରେ, ଯାହା ମନକୁ ଖୁସି କରିଦେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଦିନଟି ବିଶେଷ ଅନୁକୂଳ ରହିବ। ପାଠପଢ଼ାରେ ମନ ଲାଗିବ। ପରୀକ୍ଷା କିମ୍ବା ପ୍ରତିଯୋଗିତାମୂଳକ ପରୀକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାର ଯୋଗ ରହୁଅଛି। ଶିକ୍ଷକ କିମ୍ବା ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ମିଳିବ। ଦିନର କୌଣସି ସମୟରେ ଏକ ଶୁଭ ଫୋନ୍ କଲ୍, ସନ୍ଦେଶ କିମ୍ବା ଖବର ମିଳିପାରେ, ଯାହା ଆପଣଙ୍କ ମନରେ ନୂତନ ଆଶା ଓ ଉତ୍ସାହ ଭରିଦେବ। ଯେଉଁ କାମ ପାଇଁ ଆପଣ ବହୁତ ଦିନ ଧରି ଅପେକ୍ଷା କରୁଥିଲେ, ସେଥିରେ ସଫଳତାର ସଂକେତ ମିଳୁଅଛି। ତେବେ ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା ଯେ 2024 ଜୁନ 20 ତାରିଖ, ଯାହାକି ଶନିବାର ପଡ଼ୁଅଛି, ଏହି ଦିନଟି ଆପଣଙ୍କ ପାଇଁ ଟିକେ ସତର୍କତା ସହିତ କାଟିବା ଆବଶ୍ୟକ। ଏହି ଦିନ ଆପଣ ଧୈର୍ଯ୍ୟ ଓ ବୁଦ୍ଧିମତାର ପରୀକ୍ଷା ହୋଇପାରେ। ସକାଳଠାରୁ ମନରେ କିଛି ଅସ୍ଥିରତା କିମ୍ବା ଚିନ୍ତା ରହିବ, ଯେଉଁ କାରଣରୁ ଛୋଟ ଛୋଟ କଥାକୁ ନେଇ ରାଗ ବଢ଼ିବ। ବିଶେଷ କରି ପରିବାର, ବନ୍ଧୁ କିମ୍ବା କାର୍ଯ୍ୟକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି। ତେଣୁ କଥାବାର୍ତ୍ତା କରିବା ସମୟରେ ନିଜର ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୋଟିଏ ଭୁଲ କଥା ସମ୍ପର୍କରେ ଦୂରତା ସୃଷ୍ଟି କରିପାରିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସମସ୍ତଙ୍କୁ ଅନ୍ଧବିଶ୍ୱାସ କରିବା ଠିକ୍ ହେବ ନାହିଁ। ଆପଣଙ୍କ ଯୋଜନା କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା ସମସ୍ତଙ୍କ ସହିତ ସେୟାର କରନ୍ତୁ ନାହିଁ। କିଛି ଲୋକ ଆପଣଙ୍କର ସକାରାତ୍ମକ ଭାବନା ଏବଂ ସରଳତାର ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ ସାବଧାନ ରୁହନ୍ତୁ। କାହାକୁ ଧାର ଦେବା, ବଡ଼ ନିବେଶ କରିବା କିମ୍ବା କୌଣସି କାଗଜପତ୍ରରେ ଠିକ୍ କରିବା ପୂର୍ବରୁ ବା ସାଇନ୍ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ। କୌଣସି ଜଲ୍ଦିରେ ନିଆଯାଇଥିବା ନିଷ୍ପତ୍ତି ପରେ ଅନୁତାପର କାରଣ ହୋଇପାରେ। ଯଦି ଆପଣ କୌଣସି ଯାତ୍ରା କରିବାର ଯୋଜନା କରୁଛନ୍ତି, ତେବେ ନିଜର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଗାଡ଼ି ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅସାବଧାନତା ରୁହନ୍ତୁ ନାହିଁ ଏବଂ ଆବଶ୍ୟକ ଜିନିଷପତ୍ର ଠିକ୍ ଭାବରେ ସମ୍ଭାଳିକି ରଖନ୍ତୁ। ତେବେ ବନ୍ଧୁଗଣ, ଏହି ଦିନଟି ଆପଣଙ୍କ ପାଇଁ ଭୟର ନୁହେଁ, ବରଂ ସତର୍କତା ଓ ବୁଦ୍ଧିମତାର ଦିନ ରହୁଛି। ଯଦି ଆପଣ ରାଗ ଉପରେ ନିୟନ୍ତ୍ରଣ ରଖିବେ, ଭାବିଚିନ୍ତି ନିଷ୍ପତ୍ତି ନେବେ ଏବଂ ଅନାବଶ୍ୟକ ବିବାଦରୁ ଦୂରେଇ ରହିବେ, ତେବେ ବଡ଼ ସମସ୍ୟାରୁ
ମଧ୍ୟ ସହଜରେ ଆପଣ ଦୂରେଇ ପାରିବେ। ଶନିଦେବଙ୍କ କୃପା ପାଇବା ପାଇଁ ଏହି ଦିନ ଶନିଦେବଙ୍କର ନାମ ସ୍ମରଣ କରନ୍ତୁ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣ ରଖନ୍ତୁ। ତେବେ ବନ୍ଧୁମାନେ ଏବେ ଆସନ୍ତୁ ଜାଣିବା ସେହି 3ଟି ଖୁସି ଖବର କ'ଣ ଯାହା ଆପଣଙ୍କୁ ମିଳିବା ପାଇଁ ଯାଉଛି। ତ ପ୍ରଥମରେ ହେଉଛି ଧନ ଲାଭର ସଂକେତ। ଦୀର୍ଘ ଦିନ ଧରି ଅଟକି ରହିଥିବା କାମ କିମ୍ବା ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ହଠାତ୍ ଆର୍ଥିକ ଲାଭର ଯୋଗ ମଧ୍ୟ ରହିଛି। ଦ୍ୱିତୀୟରେ ହେଉଛି ପରିବାରରେ ଶୁଭ ଖବର। ଘରେ କୌଣସି ଶୁଭ କାର୍ଯ୍ୟ, ବିବାହ ଆଲୋଚନା କିମ୍ବା ସନ୍ତାନ ସମ୍ବନ୍ଧୀୟ ଭଲ ଖବର ଶୁଣିବାକୁ ମିଳିପାରେ। ତୃତୀୟରେ ହେଉଛି ମନର ଇଚ୍ଛା ପୂରଣ। ଆପଣ ଯେଉଁ କଥାକୁ ନେଇ ବହୁତ ଦିନ ଧରି ଚିନ୍ତା କରୁଥିଲେ ସେହି ଇଚ୍ଛା ପୂରଣ ହେବାର ରାସ୍ତା ଏବେ ଖୋଲିବା ପାଇଁ ଯାଉଅଛି। ଭାଗ୍ୟ ଆପଣଙ୍କ ସହଯୋଗ କରିବ। ତେବେ ବନ୍ଧୁମାନେ ଏହା ଥିଲା ସେହି 3ଟି ଖୁସିର ଖବର। ତ ବନ୍ଧୁମାନେ ବୃଷ ରାଶି ପାଇଁ 18, 19 ଓ 20 ଜୁନ୍ ମଧ୍ୟରେ, ଯାହାକି ଶୁକ୍ରବାର ସବୁଠାରୁ ଅଧିକ ଶୁଭ ରହିବ ଓ ଶନିବାର ଟିକେ ସତର୍କତାର ଦିନ ରହୁଛି। ନିଜର ରାଗ ଓ ଅତ୍ୟଧିକ ବିଶ୍ୱାସ କରିବା ସ୍ୱଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ, ତେବେ ଆପଣ ଅନେକ ସମସ୍ୟାରୁ ଦୂରେଇ ରହିପାରିବେ। ତେବେ ବନ୍ଧୁମାନେ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ। ଧନ୍ୟବାଦ।